ଭାଇ ଏହି ଭୁଲ କର ନାହିଁ। ଦୟାକରି ତୁମେ ବାହାରେ ରୁହ। ମୁଁ ତୁମ ଭଉଣୀ। ଭାଇ ଭଉଣୀ ସମ୍ପର୍କ ବହୁତ ଅଲଗା। ତୁମେ ବାହାରେ ଅପେକ୍ଷା କର। ମୁଁ ଭାବିଲି ଭାଇ ଏତେ ଆଜ୍ଞାକାରୀ, କିନ୍ତୁ ଭାଇ ମୋ କଥା ଆଦୌ ଶୁଣୁନାହାନ୍ତି। ତାଙ୍କ ମନରେ କ'ଣ ଚାଲିଛି? ସେ ରାତିରେ ମୋ ସହିତ ଯାହା କଲେ, ଯେପରି ଆଚରଣ କଲେ। ଏହି କାହାଣୀରେ ମୁଁ ପଞ୍ଜାବର ବାସିନ୍ଦା। ମୋର ନାମ ସୁମନ। ମୋତେ 20 ବର୍ଷ ବୟସ। ଲୋକମାନେ କୁହନ୍ତି ଯେ ମୁଁ ଦେଖିବାକୁ ବହୁତ ଆକର୍ଷଣୀୟ। ବୋଧହୁଏ ସେହି କାରଣରୁ ପଡ଼ୋଶୀ ପୁଅମାନେ ମୋ ବିଷୟରେ କଥାବାର୍ତ୍ତା କରନ୍ତି। ମୋ ପରିବାର ବହୁତ ଛୋଟ। ମୋର ଭାଇ ମମିକୁ ନେଇ ପରିବାର। ମୋତେ 10 ବର୍ଷ ବୟସରେ ମୋ ବାପାଙ୍କର ଦେହାନ୍ତ ହୋଇଗଲା। ସବୁବେଳ ପରି ଆମେ କଲେଜ ଯିବା ଆସିବା କରୁ। ସବୁଦିନ ପରି ସେଦିନ ମଧ୍ୟ ଗୁରୁବାର ଥିଲା। ମୁଁ ମୋର ଭାଇକୁ କଲେଜ ଯାଇଥିଲୁ। ମା ଘରେ ଥିଲେ। ମା ପୋଷ୍ଟ ଅଫିସରେ କାମ କରୁଥିଲେ। ମମି ଏକା ଛୁଟି ସମୟରେ ଘରେ ରୁହନ୍ତି। ମମି ଯେତିକି ଟଙ୍କା ଆଣନ୍ତି ଆମ ପରିବାର ଖୁସିରେ ଚଳିଯାଏ। କିଛି କାମଦାନ କରିବା ପାଇଁ ଇଚ୍ଛା ହେଉନଥାଏ। ମୁଁ ୟୁଟ୍ୟୁବରେ କାହାଣୀ ପୋଷ୍ଟ କରୁଥିଲି। ଏମିତି କିଛି ଦିନ ଗଲା। ଗୋଟେ ଦିନ ମମି ମୋ ପାଖକୁ ଫୋନ୍ କଲେ। ମମି କହିଲେ ମୋତେ ଭଲ ଲାଗୁନାହିଁ। ମୁଁ କହିଲି ଠିକ୍ ଅଛି ମମି, ତୁମେ ବିଶ୍ରାମ କରିପାର। ଏହାପରେ ମୁଁ ଜାଣିନାହିଁ ମୋର ମନ କାହିଁକି ଖାଲି ଏକା ଏକା ଲାଗିଲା। ମୁଁ ମୋର ବିଛଣାରେ ଶୋଇଗଲି। ହଠାତ୍ ମୋ ନିଦରୁ ଉଠି ଦେଖିଲି, ମୋତେ ଲାଗିଲା ଯେମିତି ମୋ ପାଖରେ କେହି ଜଣେ ବସିଛି। କିନ୍ତୁ ମୋ ଆଖି ଖୋଲିବା ମାତ୍ରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋ ଭାଇ, ଯାହାକୁ ମୁଁ ସର୍ବଦା ନିର୍ଦ୍ଦୋଷ ଶାନ୍ତ ମନେ କରୁଥିଲି, ସେ ମୋ ପାଖରେ ବସିଛନ୍ତି। ମୁଁ ବିଶ୍ୱାସ କରିପାରିଲି ନାହିଁ। ବହୁତ ଶୀଘ୍ର ଭାଇ କେମିତି ବଦଳିଗଲା। ମୁଁ କ'ଣ କରିବି ଜାଣିନଥିଲି। ମୁଁ ତାଙ୍କୁ କ୍ଷମା କରିପାରିବି କି ନାହିଁ, ଏହି ଘଟଣା ଯାହାକୁ ମୁଁ ଅଣଦେଖା କରିପାରିବି ନାହିଁ। କିନ୍ତୁ ସେହି ସମୟରେ ମୁଁ ଜାଣେ ନାହିଁ କାହିଁକି ମୁଁ ତାଙ୍କ ଉପରେ କ୍ରୋଧ କରୁନଥିଲି, କିନ୍ତୁ ବିପରୀତରେ ମୁଁ ଦ୍ୱନ୍ଦ୍ୱରେ ପଡ଼ିଥିଲି। ବୋଧହୁଏ ମୋର ବୁଝାମଣାରେ କିଛି ଭୁଲ ଥିଲା। ମୁଁ ସେହି ମୁହୂର୍ତ୍ତରେ ଅନ୍ୟ କିଛି ବିଷୟରେ ଭାବୁଥିଲି। ମୁଁ ତଥାପି ଶୋଇବାକୁ ବାହାନା କରୁଥିଲି। ଯେତେବେଳେ ମୁଁ ହଠାତ୍ ବୁଝିଗଲି ଯେ ଭାଇ ମୋତେ ଧୀରେ ଧୀରେ ଜାଗ୍ରତ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଆଙ୍ଗୁଠି ଦ୍ୱାରା ମୋ ଶରୀରକୁ ସ୍ପର୍ଶ କରୁଛନ୍ତି। ହାଲକା ନିଦକୁ ମୁଁ ଆଖି ଖୋଲି ନଥିଲି। ମୁଁ ଜାଣିଥିଲି ଯେ ମୁଁ ଜାଗ୍ରତ, କିନ୍ତୁ ଭାଇ ବୋଧହୁଏ ଭାବିଛନ୍ତି ମୁଁ ଗଭୀର ନିଦ୍ରାରେ ଶୋଇଯାଇଛି। ଧୀରେ ଧୀରେ ତାଙ୍କର କାମ ବଢ଼ିବାକୁ ଲାଗିଲା। ପ୍ରଥମେ ସେ ମୋ ହାତକୁ ସ୍ପର୍ଶ କରୁଥିଲେ। ବର୍ତ୍ତମାନ ତାଙ୍କର ସାହସ ଆହୁରି ଅଧିକ ବଢ଼ିବାକୁ ଲାଗିଲା। ସେ କ'ଣ କରୁଛନ୍ତି, ସେ କ'ଣ କରିବାକୁ ଚାହୁଁଛନ୍ତି, ମୁଁ ଆଦୌ ବୁଝିପାରିଲି ନାହିଁ। ମୁଁ ନୀରବରେ ରହି ଚୁପଚାପ ଦେଖୁଥିଲି। ମୋ ମନରେ ଅନେକ ପ୍ରଶ୍ନ ଉଠୁଥିଲା। ଏହି ନିରୀହ ଭାଇ କିପରି ହଠାତ୍ ବଦଳିଗଲା? ସେ କାହିଁକି ଏମିତି କରୁଛନ୍ତି? ସେ ମୋ ଶୋଇବା ସମୟରେ ମୋତେ କ'ଣ ଖାଇବାକୁ ଦେବାକୁ ଚେଷ୍ଟା କରୁଥିଲେ। ମୋର ନିଦ ଭାଙ୍ଗିଗଲା, କିନ୍ତୁ ତଥାପି ସେ ମୋତେ କିଛି ଖୁଆଇବାକୁ ଚେଷ୍ଟା କଲା। ମୁଁ ଶୋଇଥିବା ସମୟରେ ଜାଣିଶୁଣି ମୁଁ ଦେଖୁଥିଲି ମୋ ସହିତ କ'ଣ କରୁଛନ୍ତି। ମୁଁ ସମ୍ପୂର୍ଣ୍ଣ ନର୍ଭସ୍ ଥିଲି। ମୁଁ ହଠାତ୍ ମୋର ଫୋନ୍ ବାଜିବାକୁ ଲାଗିଲା। ସେଇ ଫୋନ୍ ବାଜିବାର ସାଉଣ୍ଡ ସହିତ ପରିବେଶ ସମ୍ପୂର୍ଣ୍ଣ ବଦଳିଗଲା। ଭାଇ ହଠାତ୍ ଭୟଭୀତ ହୋଇ ସେଇ ରୁମ୍ରୁ ଚାଲିଗଲେ। ମୁଁ ଫୋନ୍ ଉଠାଇ ଦେଖିଲି ଇଏ ମୋ ପ୍ରେମିକଙ୍କ ଫୋନ୍। ମୋତେ ଏହି ସମୟରେ ଫୋନ୍ କରିବାକୁ ପଡ଼ିଲା। ମୁଁ ମୋ ମନରେ ଭାବିଲି, ମୋ ଫୋନ୍ ଉଠାଇଲି। ବହୁତ କଷ୍ଟରେ ପ୍ରେମିକାଙ୍କୁ ବୁଝାଇଲେ ଯେ ମୁଁ ଘର କାମରେ ବ୍ୟସ୍ତ ଅଛି। ବୋଧହୁଏ ସେ ଅନ୍ୟ କିଛି ବିଷୟରେ କହିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଶୀଘ୍ର ଫୋନ୍ କଲ୍ କାଟିଦେଲି। ବର୍ତ୍ତମାନ ମୋର ଧ୍ୟାନ ପୁଣି ଭାଇଙ୍କ ପାଖରେ ଥିଲା। ମୁଁ ରୁମ୍ ଭିତରକୁ ଗଲି। ମୁଁ ଚିନ୍ତା କରିବାକୁ ଲାଗିଲି କି ମୁଁ ତାଙ୍କ ସହିତ କଥାବାର୍ତ୍ତା କରିବି କି ଏହାକୁ ଅଣଦେଖା କରିବି। କିନ୍ତୁ ଯଦି ମୁଁ ତାଙ୍କୁ କିଛି କହିବି, ତେବେ ଏହି କଥାଗୁଡ଼ିକ ହେତୁ ଆମ ମଧ୍ୟର ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଯିବ। ମୁଁ ନିଜକୁ ଅଟକାଇ ପାରିଲି ନାହିଁ। ସେ ପ୍ରାୟତଃ ଯାଇ ପାଠପଢ଼ା କରନ୍ତି, କିଛି ଅଲଗା କାମ କରନ୍ତି। ତାକୁ କ'ଣ କହିବି, ଏହି ସମ୍ପୂର୍ଣ୍ଣ କଥାକୁ କିପରି ମୁକାବିଲା କରିବାକୁ ମୋ ମନରେ ନଥିଲା। ଯେତେବେଳେ ମୁଁ ଭାଇଙ୍କ ରୁମ୍ ପାଖରେ ପହଞ୍ଚିଲି, କବାଟ ଅଧା ଖୋଲା ଥିଲା। ମୁଁ ଧୀରେ ଧୀରେ ଭିତରକୁ ଚାହିଁଲି। ଯାହା ଦେଖିଲି ମୋ ଆଖିକୁ ସମ୍ପୂର୍ଣ୍ଣ ଚକିତ ହୋଇଗଲା। ଭାଇ ବିଛଣାରେ ଶୋଇଛନ୍ତି। ସେ ନିଜ ହାତରେ ଏମିତି କିଛି କରୁଛନ୍ତି। ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଭାବୁଛି ସିଏ ଗୋଟିଏ ପିଲା ପରି ଦେଖାଯାଉଛନ୍ତି, ପାଗଳ ପରି ବ୍ୟବହାର କରୁଛନ୍ତି। ମୁଁ କେବେ ବି ଭାବିନଥିଲି ଯେ ସେ ଏହି କାମ କରିପାରନ୍ତି।
ମୁଁ ଗୋଟିଏ ମିନିଟ୍ ପାଇଁ ବନ୍ଦ ଦ୍ୱାରରେ ଠିଆ ହୋଇ ତାଙ୍କ ଆଡ଼କୁ ଚାହିଁ ରହିଲି। ନିଜକୁ ବହୁତ ଶାନ୍ତ କରିବାକୁ ଚେଷ୍ଟା କଲି। ମୋ ଆଖି ତାଙ୍କ ଉପରୁ ପରଦା ଖସୁନଥିଲା। ମୁଁ ମନେ ମନେ ଭାବୁଥିଲି ମୁଁ କିଛି କହିବା ଉଚିତ, କିଛି କହିବି, କିନ୍ତୁ ମୋ ଭିତରୁ କୌଣସି କଥା ଆସୁନଥିଲା। ପିଲାଦିନରୁ ଏମିତି କିଛି ଦେଖିନଥିଲି, ଅନୁଭବ ମଧ୍ୟ କରିନଥିଲି ଯାହା ମୁଁ ଏବେ ଦେଖିଲି। ମୁଁ କେବେ ଭାବିନଥିଲି ଏହି ବିଷୟରେ ମୋତେ ତାଙ୍କ ପ୍ରତି ଘୃଣା ଅନୁଭବ କରିନଥିଲି, କିନ୍ତୁ ମୁଁ ଦ୍ୱନ୍ଦ୍ୱରେ ପଡ଼ିଥିଲି ଯେ ଏହା ତାଙ୍କ ଦୋଷ କି ନା ଅନ୍ୟ କିଛି। ମୁଁ ଧୀରେ ଧୀରେ କବାଟ ପାଖରୁ ଦୂରେଇ ଯିବାକୁ ଚେଷ୍ଟା କଲି। ମୁଁ ଜାଣେ ଯଦି ମୁଁ ତାଙ୍କୁ ଏହି ଅବସ୍ଥାରେ ଦେଖିଲି ଆମ ମଧ୍ୟରେ କ'ଣ ହେବ। ମୁଁ ମୋ ମନରେ ଭାବିବାକୁ ଲାଗିଲି ଯେ ସେ ମୋ ପ୍ରତି କିଛି ଭୁଲ କରିଛନ୍ତି। ତାପରେ ମୋତେ ଦେଖିଲେ ସେଇ ଘଟଣା ଘଟିଗଲା ଯାହାକୁ ମୁଁ ଭୟ କରୁଥିଲି। ମୋତେ ଦେଖିବା ବନ୍ଦ କରିଦେଲେ। ସେ ମୋ ପାଖକୁ ଆସି ଯାହା କହିବାକୁ ଚାହୁଁଥିଲେ ତାହା କହିପାରିଲେ ନାହିଁ। କିଏ ଜାଣେ କେତେଦିନ ପର୍ଯ୍ୟନ୍ତ ଏମିତି ସହିବି। ମୁଁ ଯେତେବେଳେ ଜାଣିଲି ଭାଇ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇଯାଇଛନ୍ତି, ମୁଁ ମଧ୍ୟ ବୁଝିପାରିଲି ନାହିଁ ଭାଇ କାହିଁକି ହଠାତ୍ ଏତେ ବଦଳିଗଲେ। ବନ୍ଧୁମାନେ,